ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ। ଲେଟ୍ ମି ରିଡ୍ ଦିସ୍ ଆଉଟ୍, ଯେଉଁଟା ସମାଜ ପେପରରେ ଆଜି ବାହାରିଛି। ଟିହିଡ଼ି ଜମିର କିସମ ବଦଳ କରିବା ପାଇଁ 5,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଜାଲରେ ଫସିଛନ୍ତି। ଟିହିଡ଼ି ତହସିଲ ଗଦ୍ଦି ସର୍କଲର ରାଜସ୍ୱ ନିରୀକ୍ଷକ ଭାଗବତ ଖଟୁଆ ଆଜି ଅପରାହ୍ନ ରାଜସ୍ୱ ନିରୀକ୍ଷକ ଶ୍ରୀ ଖଟୁଆ 5,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କ ନିକଟରୁ ଏହି ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲେ। ତାଙ୍କର ଅନ୍ୟ 2 ବାସଭବନରେ ମଧ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସୂଚନା ମୁତାବକ ବିଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବା ପାଇଁ ରାଜସ୍ୱ ନିରୀକ୍ଷକଙ୍କ ପାଖକୁ ବାରମ୍ବାର ଦୌଡ଼ୁଥିଲେ। ଏ ନେଇ ଅନୁକୂଳ ତଦନ୍ତ ରିପୋର୍ଟ ଦେବା ପାଇଁ ରାଜସ୍ୱ ନିରୀକ୍ଷକ 5,000 ଟଙ୍କା ଦାବି କରିଥିଲେ। ଏହି ଘଟଣା ସମ୍ପର୍କରେ ବିଜୟ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ବାଲେଶ୍ୱରର ବିଭାଗୀୟ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ସୂଚନା ଦିଆଯାଇଛି। ଏ ଯେଉଁ ରେଭେନ୍ୟୁ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଇଜ୍ ୱାନ୍ ଅଫ୍ ଦି ମୋଷ୍ଟ କରପ୍ଟେଡ୍ ଡିପାର୍ଟମେଣ୍ଟ, ଯେଉଁଠି ଫାଇଲ୍ ଗୋଟେ ମୁଭମେଣ୍ଟ କରିବା ପାଇଁ ଲାଞ୍ଚ ନଦେଲେ କାମ ହୁଏ ନାହିଁ। ଫର୍ ଏକ୍ଜାମ୍ପଲ୍, ଗତକାଲି ଜଣଙ୍କର ଜମି ମପା ହେଉଥିଲା। ଜମି ମାପିବା ପାଇଁ ସବୁ ପ୍ରୋଟୋକଲ ସେଇ ବ୍ୟକ୍ତି ଫଲୋ କରିଥିଲେ, କିନ୍ତୁ ସରକାରୀ ବିଭାଗର ସରକାରୀ କର୍ମଚାରୀ ଯିଏ ଆସିକି ମାପିକି ତାଙ୍କ ଜମିଟା ଶୋ କରିବା କଥା, ସ୍ପଟରେ ସେ କାମ ନ କରିକିରି ଯିଏ ଆପ୍ଲିକେସନ ପକେଇଛି ତାକୁ ସେ କାମରେ ଲଗେଇଥିଲେ। ଆଉ ଅନେକ ଘଟଣା ଅଛି ଏ ଟାଇପ୍ର, ଯେଉଁଟା ଡେଲି ଆମକୁ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ମୋର ଗୋଟେ ପ୍ରଶ୍ନ ହେଉଛି, ଏଇ ଜିନିଷଟା ଘଟୁଛି କ'ଣ ପାଇଁ? ନମ୍ବର 1 ପଏଣ୍ଟ ହେଉଛି ଆମମାନଙ୍କ ଇଗ୍ନୋରେନ୍ସ ପାଇଁ, ଫର୍ ଗେଟିଂ ଦି ନଲେଜ ଦ୍ୟାଟ୍ ସବୁ ବିଭାଗରେ କୋଉ ଷ୍ଟେପ୍ରେ କୋଉ କାମ ହବ with pinpoint. Secondly, ରାଜସ୍ୱ ବିଭାଗ, ରେଭେନ୍ୟୁ ଡିପାର୍ଟମେଣ୍ଟ ଅଫ୍ ଓଡ଼ିଶା ଅର୍ ଦି ଲ୍ୟାଣ୍ଡ ଆଣ୍ଡ ରେଭେନ୍ୟୁ ସେକ୍ଟର ମୋଷ୍ଟ କରପ୍ଟେଡ୍ ହେଇଛି କ'ଣ ପାଇଁ? ଯେଉଁ ବି ଲୋକ ଏଇ ଡିପାର୍ଟମେଣ୍ଟରେ ଚାକିରି କରିବାକୁ ଆସୁଛନ୍ତି ତାଙ୍କୁ ତାଙ୍କ ଲାଇଫ୍ ଟାଇମ୍ ଇନକମ୍ ବହୁତ ସର୍ଟ ଟାଇମ୍ରେ ରିକଭର କରିବାର ଅଛି। ସେଇ ଏମ୍ ଧରିକି ଆସୁଛନ୍ତି। କାହିଁକି? ଏମିତି ଧରା ପଡ଼ିଲେ ବେଶୀ ସସ୍ପେନ୍ସନ୍ ହବ, କିନ୍ତୁ ଟର୍ମିନେସନ୍ ନାହିଁ, କିମ୍ବା ପନିଶମେଣ୍ଟ ଟ୍ରାନ୍ସଫର ହବ, କିନ୍ତୁ ଟର୍ମିନେସନ୍, ଗୋଇଂ ବିହାଇଣ୍ଡ ଦି ବାର୍, ଜେଲ୍ ଭିତରକୁ, ନଚେତ୍ କଡ଼ା ଦଣ୍ଡ as per କନଷ୍ଟିଟ୍ୟୁସନ୍ ଅଫ୍ ଇଣ୍ଡିଆ ଯେତିକି ବେଳ ତକ ଆପ୍ଲାଏ କରାଯିବନି ଫର୍ ହ୍ୟାମ୍ପରିଂ ଟୁୱାର୍ଡସ୍ ପବ୍ଲିକ୍ ସର୍ଭିସ୍ ଏଜ୍ ଏ ପବ୍ଲିକ୍ ସର୍ଭେଣ୍ଟ, ଏ ଟାଇପ୍ର ଜିନିଷ ଆମେ ଦେଖିବାକୁ ପାଉଥିବୁ।
ତା ସହିତ ବଡ଼ ବଡ଼ିଆ ଅଫିସର ଲାଇକ୍ ତହସିଲଦାର, एडिशनल तहसीलदार, एग्जीक्यूटिव मैजिस्ट्रेट, एडिशनल एग्जीक्यूटिव मैजिस्ट्रेट एमाने कैंप करी करी किरी लोक माननकु एजुकेट करिबा कथा जोथि पाई क्रोड्स ऑफ रुपीज सारा देश रे, सारा राज्य रे, सारा जिल्ला रे इन्वेस्ट करा होची एंड एई कैंप माध्यमरु लोक माननकु एजुकेट न करेबा पर्यंत प्रॉपरली ए टाइप रो करप्शन आपण माने मु समस्ते देखी आसुथबा एंड मोर इम्पोर्टेंटली ए जो बैकडोर मेथड धरिकिरी काम हासिल करेबाटा एटा हला मूल मंत्र विदाउट taking proper knowledge to take the job or do your job in a revenue office तार फायदा एई ऑफिसर गुड़ा उठेई चालुथिबे आ आपण माने लांच देई आसुथिबे काईकि आपण माने भूली गलेनी आपण मानक टैक्स पेइंग पैसा रु आंकर दरमा दिया चालीची जोथि पाई they are not public monarch but a public servant एटा सबु बेले माइंड रे प्रिंट करिकी न रखिबा पर्यंत आपण माने लुटेई होउथबे आपण मानकु ए माने लूट करूथबे एबे करप्शन तो जेंडर भी देखुनी महिला ऑफिसर गुड़ा जो रेंज ऑफ करप्शन करुचंती और जो रेंज रे धरा पड़िलेनी जेतिकी बेଳ जाए एई ऑफिसर मानक उपरे टर्मिनेशन पुटिंग देम बिहाइंड द बार ए दीटा पनिशमेंट न आसुची ना नवीन सरकार ना मोहन सरकार ना राहुल सरकार ना मोदी सरकार किए भी ए करप्शन को इराडिकेट करी पारिबे नहीं और जदि द डिप्लोमेसी ऑफ दिस कंट्री इज not eradicating this corruption, then just imagine that आपण मानक जन प्रतिनिधि गुड़ा करप्शन करिबा पई ही चेयर को आसुचंती, which is a dark and real and bitter truth. आशा करुची वीडियो को भरपूर मात्रा रे आपण माने शेयर करिवे, जो भी प्लेटफॉर्म रे देखुचंती सेही प्लेटफॉर्म को फॉलो करिवे। आम चैनल यूट्यूब रोर्स आकर्षण रोर्स को जदि देखुचंती, आम यूट्यूब चैनल आकर्षण रोर्स को जदि देखुचंती, आकर्षण रोर्स रे सब्सक्राइब करी दया करी कि बेल आइकन को दबांतु, so that you will be getting new notifications of our upcoming videos and you will be blessing us with your immense love. Till then, take care and internet dhari kiri knowledge gain करंतु।